ଜୀବନରେ ଯାହା ପାଇବାକୁ ଚାହାନ୍ତି ତାକୁ ଦେବାକୁ ଶିଖନ୍ତୁ। କାହାରି କାହାରି ଅଭିଯୋଗ ଥାଏ ଯେ ମୋତେ ଦେଖି କେହି ହେଲୋ ବୋଲି କହୁନାହିଁ, ଟିକେ ହସୁନାହିଁ। ସେପରି ସ୍ଥଳେ ତାକୁ କୁହାଯାଏ, ଯଦି ଆପଣ ଚାହାନ୍ତି ଯେ ଲୋକେ ଆପଣଙ୍କୁ ଦେଖି ସ୍ମାଇଲ ଦିଅନ୍ତୁ, ହେଲୋ କୁହନ୍ତୁ, ତାହେଲେ ପ୍ରଥମେ ଆପଣ ହସିବାକୁ ଆରମ୍ଭ କରନ୍ତୁ। ଲୋକଙ୍କୁ ଦେଖି ହେଲୋ କୁହନ୍ତୁ। ଆପଣ ହାପି ଥଟ୍ସ କହିବା ଆରମ୍ଭ କରିଦିଅନ୍ତୁ। ତାପରେ ଦେଖନ୍ତୁ କ'ଣ ହେଉଛି। ଯଦି ଆପଣ ଏମିତି କରିବାକୁ ଆରମ୍ଭ କରିବେ, ତେବେ ଅଳ୍ପ ଦିନ ଭିତରେ ଦେଖିବାକୁ ପାଇବେ ଯେ ଆପଣଙ୍କ ଚାରିପାଖରେ ହସ ହସ ମୁହଁ ରଖିଥିବା ଲୋକମାନେ ଘେରି ରହିଛନ୍ତି। ଆପଣଙ୍କର ଏହି ଛୋଟ କାମଟି ଚମତ୍କାର କଲା। ଏହି କାମ କରିବାକୁ, ଏହାକୁ କରିବା ପାଇଁ ଡେରି କରନ୍ତୁ ନାହିଁ। ଜୀବନରେ ଏହି ନିୟମକୁ ସବୁବେଳେ ମନେ ରଖିଥାନ୍ତୁ। ଯାହା ଆପଣ ଦେବେ ତାହା ଅନେକ ଗୁଣ ବଢ଼ି ଆପଣଙ୍କ ପାଖକୁ ଫେରି ଆସିବ। ପ୍ରତି କୃଷକ ଏହି ନିୟମକୁ ଜାଣେ, ମାନେ ଓ ଏହି ଉପରେ କାମ କରେ। ସେ କ୍ଷେତରେ ଉତ୍ତମ ମାନର ବୀଜ ବପନ କରେ ଓ ଫସଲ ଆସିବା ଯାଏ ଧୈର୍ଯ୍ୟର ସହିତ ଅପେକ୍ଷା କରେ। ପ୍ରତ୍ୟେକ ମଣିଷ ଏହି ନିୟମକୁ ଚିହ୍ନି ଛୋଟ ଛୋଟ ସକାରାତ୍ମକ କାର୍ଯ୍ୟ କରିପାରିଲେ ଖୁବ୍ ଶୀଘ୍ର ସଫଳତାର ଶିଖରରେ ପହଞ୍ଚି ପାରିବ। ଆଳସ୍ୟ ଭାଙ୍ଗିବାକୁ ମଠ କରନ୍ତୁ ନାହିଁ। ଆଜି ହିଁ କିଛି ନୂଆ ପ୍ରୟୋଗ କରନ୍ତୁ। ରାତିରେ ଶୋଇବା ଆଗରୁ ନିଜକୁ ପଚାରନ୍ତୁ, ଆଉ ଗୋଟିଏ ମାତ୍ର କାମ ମୁଁ କରିପାରିବି କି? ଏହା ଆଳସ୍ୟକୁ ଭାଙ୍ଗିବାର ଏକ ଉତ୍ତମ ଉପାୟ। ସମାଜରେ ପରିବର୍ତ୍ତନ ଆଣିପାରୁଥିବା କିଛି ସାମାଜିକ କାମ କରନ୍ତୁ। ସଙ୍ଗୀତ, ନୃତ୍ୟ, କଳା, ବ୍ୟକ୍ତିତ୍ୱ ବିକାଶ, ସ୍ମରଣ ଶକ୍ତି ବିକାଶ ଅଥବା ରେକି, ଏମିତି କିଛି ହବି ବିକଶିତ କରନ୍ତୁ। ଗଳ୍ପ, କବିତା ବା ପ୍ରବନ୍ଧ କିଛି ଲେଖିବାର କାମ ହାତକୁ ନିଅନ୍ତୁ। ତାହା ସମ୍ବାଦପତ୍ର, ପତ୍ରପତ୍ରିକା ପାଇଁ ହେଉ ବା ନିଜ ଖୁସି ପାଇଁ। ସାରା ଦିନର କାମ କରି ସାରିଲା ପରେ ନିଜ ଆଳସ୍ୟକୁ ଭାଙ୍ଗିବା ପାଇଁ ଭିନ୍ନ ଭିନ୍ନ ସ୍ଥାନର ଲୋକମାନଙ୍କୁ ପତ୍ର ଲେଖନ୍ତୁ। ପତ୍ର ବ୍ୟବହାର ଦ୍ୱାରା ସାରା ଦୁନିଆର ଖବର ବି ଜାଣନ୍ତୁ ଓ ଆତ୍ମବିକାଶ ବି କରନ୍ତୁ। ଏହି କଥା କାହାକୁ କୁହନ୍ତୁ ନାହିଁ, ନଚେତ୍ ପଶ୍ଚାତାପ କରିବେ। ଆପଣଙ୍କ ଆୟ କହିଲେ ଲୋକେ ଈର୍ଷା କରିବେ। ସମ୍ପର୍କ ସ୍ଥିତି କହିଲେ, ଯଦି ପ୍ରେମ ବଞ୍ଚାଇବାକୁ ଚାହାନ୍ତି, ତେବେ ଦେଖେଇ ହୁଅନ୍ତୁ ନାହିଁ। ପାତ୍ର ଯୋଜନା ଫେରିବା ପରେ କୁହନ୍ତୁ, ଖରାପ ନଜର ଲାଗିପାରେ। ଭବିଷ୍ୟତ ଯୋଜନା ସଫଳତା ମିଳିବା ପର୍ଯ୍ୟନ୍ତ ଗୋପନ ରଖନ୍ତୁ। ପାରିବାରିକ ବିଷୟ, ସମସ୍ତେ ଆପଣଙ୍କ ପରିବାର ବିଷୟରେ ଭଲ ଚିନ୍ତା କରନ୍ତି ନାହିଁ। ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ। ଜୟ ଶ୍ରୀ ଜଗନ୍ନାଥ।